ଆଜି ଆମେ ଏଷ୍ଟର ବିବରଣ ପୁସ୍ତକ ତହିଁର 2 ପର୍ବର 5 ପଦରୁ ଆରମ୍ଭ କରି 22 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜି ଆମେ ସେହି ସୁନ୍ଦରୀ ଯୁବତୀମାନଙ୍କର ରୂପ ଲାବଣ୍ୟର ପ୍ରତିଯୋଗିତା ଓ ତହିଁର ଫଳାଫଳ ପ୍ରଭୃତିକୁ ଲକ୍ଷ୍ୟ କରିବାକୁ ଯିବା। 2 ପର୍ବର 5 ପଦରେ ଲେଖା ଅଛି, ସେହି ସମୟରେ ମର୍ଦ୍ଦକ୍ଷୟ ନାମେ ଜଣେ ଜିହୁଦୀୟ ଲୋକ ସୁସନ ରାଜଧାନୀରେ ଥିଲା। ସେ ବିନ୍ୟାମିନ ବଂଶୀୟ ଜାଇରର ପୁତ୍ର, ସିମିର ପୌତ୍ର, କିସ୍ର ପ୍ରପୌତ୍ର। ବର୍ତ୍ତମାନ ଆମେ ଏକ ଘଟଣା ମଧ୍ୟକୁ ଯାଉଅଛୁ ଯାହାକି ଈଶ୍ୱରଙ୍କର ଏକ ସୁନିଶ୍ଚିତ ଉଦ୍ଦେଶ୍ୟକୁ ପ୍ରକାଶ କରେ। ଏହି ଘଟଣା ମଧ୍ୟ ଦେଇ ଈଶ୍ୱରଙ୍କର ଏକ ମହତ୍ ଅଭିମତ ସଫଳ ହେବାକୁ ଯାଉଅଛି। ଏହି ଘଟଣା ସେହି ସୁନ୍ଦର ରୂପ ଲାବଣ୍ୟର ପ୍ରତିଯୋଗିତାର ବିଷୟକୁ ପ୍ରକାଶ କରେ ଓ ଏଷ୍ଟର କିପରି ରାଣୀ ରୂପେ ମନୋନୀତା ହେଲେ ତାହା ପ୍ରକାଶ କରେ। ସେ ରାଜାଙ୍କର ରାଣୀ ରୂପେ ବିବେଚିତା ହେବାରୁ ନିଜର ଲୋକମାନଙ୍କ ତରଫରୁ ରାଜାଙ୍କ ନିକଟରେ ନିବେଦନ କରିବା ନିମନ୍ତେ ଓ ନିଜ ଲୋକମାନଙ୍କ ବିଷୟରେ ଗୁହାରି କରିବା ନିମନ୍ତେ ସକ୍ଷମ ହୋଇଥିଲେ। ଆଉ ସେହି ଲୋକମାନେ ଥିଲେ ଜିହୁଦୀୟ। କାରଣ ସେହି ସମୟରେ ଯଦି ସେ ରାଣୀ ରୂପେ ବିବେଚିତା ହୋଇନଥାନ୍ତେ ତାହେଲେ ସମଗ୍ର ଜିହୁଦୀ ଜାତି ସମୂଳେ ଧ୍ୱଂସ ପାଇଯାଇଥାନ୍ତେ। ଈଶ୍ୱରଙ୍କର ଅଦୃଶ୍ୟ ହସ୍ତ ଯେ ସେହି ପ୍ରାସାଦ ମଧ୍ୟରେ କାର୍ଯ୍ୟ କରିବାକୁ ଆରମ୍ଭ କରୁଅଛି ତାହା ଆମେ ଦେଖିବାକୁ ପାରିବା। ଏପର୍ଯ୍ୟନ୍ତ ଆମେ ଦେଖିଛୁ ଯେ ସେହି ପ୍ରାସାଦ ମଧ୍ୟରେ ସେହିପରି କୌଣସି ଆତ୍ମିକ ବିଷୟ ସ୍ଥାନ ପାଇନଥିଲା। ଈଶ୍ୱରଙ୍କର ଘୃଣାଯୋଗ୍ୟ ବିଷୟମାନ ପରିଲକ୍ଷିତ ହେଉଥିଲା। ମାତ୍ର ବର୍ତ୍ତମାନ ଆମେ ଦେଖିବାକୁ ପାରିବା ଯେ ଈଶ୍ୱର ତାହାଙ୍କର କ୍ଷମତାକୁ ପ୍ରକାଶ କରିବାକୁ ଯାଉଅଛନ୍ତି। ସେ ପ୍ରତ୍ୟେକଟି ବିଷୟରେ ହସ୍ତକ୍ଷେପ କରିବାକୁ ଯାଉଅଛନ୍ତି। ସେ ଏହିପରି ଭାବେ ଘଟଣାକୁ ନିୟନ୍ତ୍ରଣ କରନ୍ତି ଯଦ୍ୱାରା ତାହାଙ୍କର ଲୋକମାନଙ୍କ ତରଫରୁ କେହି ଜଣେ ଠିକ୍ ସମୟରେ ରାଜାଙ୍କ ନିକଟରେ ନିବେଦନ କରିବା ନିମନ୍ତେ ଛିଡ଼ା ହୋଇପାରନ୍ତି ଓ ତାହାଙ୍କର ଲୋକମାନଙ୍କୁ ରକ୍ଷା କରିପାରନ୍ତି। ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ ଯେ ଈଶ୍ୱର କ'ଣ ସେହି ସୁନ୍ଦର ରୂପଲାବଣ୍ୟର ପ୍ରତିଯୋଗିତାକୁ ଅନୁମୋଦନ କଲେ? ନୁହେଁ। ମାତ୍ର ଯେତେବେଳେ ଈଶ୍ୱରଙ୍କ ସନ୍ତାନମାନେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଆନ୍ତି ସେତେବେଳେ ସେ ଯାହା ସେମାନଙ୍କ ପ୍ରତି ଘଟାଇବାକୁ ଚାହାନ୍ତି ନାହିଁ ଏହିପରି ଅନେକ ବିଷୟ ସେମାନଙ୍କ ଜୀବନରେ ଘଟିବା ନିମନ୍ତେ ସେ ଅନୁମତି ଦିଅନ୍ତି ଓ ସେହି ସମସ୍ତ ଘଟଣା ମଧ୍ୟ ଦେଇ ସେ ହସ୍ତକ୍ଷେପ କରନ୍ତି ଓ ତାହାଙ୍କର ଅଭିମତକୁ ସଫଳ କରନ୍ତି। ଏଷ୍ଟର ରାଣୀ ହେଉଛନ୍ତି ତହିଁର ପ୍ରମାଣ। ପ୍ରକୃତରେ ଘଟଣାଟି ମର୍ଦ୍ଦକ୍ଷୟଙ୍କ ଠାରୁ ଆରମ୍ଭ ହୁଏ। ସେ ଜଣେ ଜିହୁଦୀ ଓ ବିନ୍ୟାମିନ ଗୋଷ୍ଠୀୟ। ମାତ୍ର ଏଠାରେ ପ୍ରଶ୍ନ ଆସେ ଯେ ସେ ସେଠାରେ କ'ଣ କରୁଥିଲେ? ସେ ଇସ୍ରାଏଲର ରାଜକୀୟ ପରିବାର ମଧ୍ୟରୁ ଆସିଥିଲେ ଓ ସେ ସାଉଲଙ୍କ ପରିବାରର ସଦସ୍ୟ ଥିଲେ। 2 ପର୍ବର 6 ପଦରେ ଲେଖା ଅଛି, ଯେଉଁ ଲୋକମାନେ ଜିହୁଦାର ରାଜା ଜିକନିୟ ସହିତ ବାବିଲର ରାଜା ନବୁକଦ୍ନେସର ଦ୍ୱାରା ନିର୍ବାସିତ ହୋଇଥିଲେ ସେମାନଙ୍କ ସହିତ କିସ୍ ଜେରୁସାଲେମଠାରୁ ନିର୍ବାସିତ ହୋଇଥିଲା। ଏଥିରୁ ଜଣାଯାଏ ଯେ ମର୍ଦ୍ଦକ୍ଷୟ ସାଉଲଙ୍କର ବଂଶଧର ଥିଲେ ଯେହେତୁ କିସ୍ ସାଉଲଙ୍କର ପିତା ଥିଲେ। ମାତ୍ର ଘଟଣା ହେଉଛି ଯେ ମର୍ଦ୍ଦକ୍ଷୟ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଥିଲେ ଯେହେତୁ ଈଶ୍ୱର ଯେତେବେଳେ ତାହାଙ୍କର ଲୋକମାନଙ୍କୁ ସେହି ନିର୍ବାସିତର ଦେଶରୁ ଜେରୁସାଲେମକୁ ଫେରିଯିବା ପାଇଁ ଅନୁମତି ଦେଇଥିଲେ ସେତେବେଳେ ମର୍ଦ୍ଦକ୍ଷୟ ଜେରୁସାଲେମକୁ ଫେରି ନ ଯାଇ ସେହି ପାରସ୍ୟ ରାଜାଙ୍କର ପ୍ରାସାଦ ମଧ୍ୟରେ ରହିଯାଇଥିଲେ କାରଣ ସେ ରାଜନୈତିକ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଯଦିଓ ଏହି ମର୍ଦ୍ଦକ୍ଷୟ ଈଶ୍ୱରଙ୍କ ସାହାଯ୍ୟ ପ୍ରତି ଦୃଷ୍ଟି କରୁନଥିଲେ ଓ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଥିଲେ ମାତ୍ର ସେ ଈଶ୍ୱରଙ୍କ ଇଚ୍ଛାର ବଶୀଭୂତ ହେବାକୁ ଯାଉଅଛନ୍ତି ଓ ଈଶ୍ୱର ତାହାଙ୍କୁ ବାହୁଡ଼ାଇ ଆଣିବାକୁ ଯାଉଅଛନ୍ତି। ସେ ମର୍ଦ୍ଦକ୍ଷୟ ଓ ଏଷ୍ଟର ରାଣୀଙ୍କ ମାଧ୍ୟମରେ ତାହାଙ୍କର ଅଭିମତକୁ ସଫଳ କରିବାକୁ ଯାଉଅଛନ୍ତି। 7 ପଦରେ ଲେଖା ଅଛି, ମର୍ଦ୍ଦକ୍ଷୟ ଆପଣା ପିତୃବ୍ୟର କନ୍ୟା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା କାରଣ ତାହାର ପିତା କି ମାତା ନଥିଲେ। ସେହି କନ୍ୟା ପରମ ସୁନ୍ଦରୀ ଓ ସୁବଦନା ଥିଲା। ତାହାର ପିତାମାତା ମଲାଉତାରେ ମର୍ଦ୍ଦକ୍ଷୟ ତାହାକୁ ନିଜ କନ୍ୟା ରୂପେ ଗ୍ରହଣ କରିଥିଲା। ଏଷ୍ଟରଙ୍କର ଏବ୍ରି ନାମ ଥିଲା ହଦସା ଯାହାର ଅର୍ଥ ହେଉଛି ତାରା ବା ନକ୍ଷତ୍ର। ସେ ପ୍ରକୃତରେ ଏକ ତାରା ଓ ଅତି ସୁନ୍ଦରୀ ଥିଲେ। ମର୍ଦ୍ଦକ୍ଷୟ ନିଜର କନ୍ୟା ପରି ତାହାଙ୍କୁ ପ୍ରତିପାଳନ କଲେ। ତାଙ୍କର ସବୁଠାରୁ ମହାନ ତଥା ମୂଲ୍ୟବାନ ସମ୍ପତ୍ତି ଥିଲା ତାହାଙ୍କର ସୌନ୍ଦର୍ଯ୍ୟତା। ଆଉ ଯେତେବେଳେ ଅକ୍ଷୟଶୂରସ ରାଜାଙ୍କ ନିମନ୍ତେ ଆଉ ଏକ ରାଣୀଙ୍କର ମନୋନୟନ ସ୍ଥିର କରାଯିବା ନିମନ୍ତେ ବିଜ୍ଞାପନ ଦିଆଗଲା ସେତେବେଳେ ମର୍ଦ୍ଦକ୍ଷୟ ସଙ୍ଗେ ସଙ୍ଗେ ଆଗ୍ରହ ପ୍ରକାଶ କଲା। ନିଃସନ୍ଦେହରେ କୁହାଯାଇପାରେ ଯେ ସେହି ପ୍ରାସାଦ ମଧ୍ୟରେ ତାହାଙ୍କର ସ୍ଥିତି ସେହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ସମଗ୍ର ରାଜ୍ୟରୁ ଆସିଥିବା ଯୁବତୀମାନଙ୍କୁ ଦେଖିବା ନିମନ୍ତେ ତାହାଙ୍କୁ ସୁଯୋଗ ଦେଇଥିଲା ଓ ସେ ସେମାନଙ୍କୁ ଏଷ୍ଟର ସହିତ ତୁଳନା କରି ଦେଖିଥିବେ
ଯେ ସେମାନଙ୍କ ମଧ୍ୟରୁ କେହି ହେଲେ ଏଷ୍ଟରର ସୌନ୍ଦର୍ଯ୍ୟ ସହିତ ସମକକ୍ଷ ନୁହନ୍ତି। ଦେଖନ୍ତୁ 2 ପର୍ବର 8 ଓ 9 ପଦରେ ଏହିପରି ଲେଖା ଅଛି, ଏଉତାରୁ ରାଜାର ସେହି ବାକ୍ୟ ଓ ଆଜ୍ଞା ପ୍ରଚାରିତ ହୁଅନ୍ତେ ସୁସନ ରାଜଧାନୀରେ ହେଗୟ ନିକଟରେ ଅନେକ କନ୍ୟା ସଂଗୃହୀତ ହେବା ବେଳେ ଏଷ୍ଟର ହିଁ ରାଜପୁରୀକି ସ୍ତ୍ରୀ ରକ୍ଷକ ହେଗୟ ନିକଟକୁ ନିଆଗଲା। ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ଅଙ୍ଗରାଗାର୍ଥକ ଦ୍ରବ୍ୟାଦିର ଯେ ଅଂଶ ତାହାକୁ ଦେବାର ହୁଏ ତାହା ଓ ରାଜଗୃହରୁ ମନୋନୀତା 7 ଦାସୀ ତାହାକୁ ଦେଲା। ଆଉ ସେ ତାହାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା। ଆପଣ ଏଠାରେ ଈଶ୍ୱରଙ୍କର ସେହି ଅନୁଗ୍ରହକୁ ଲକ୍ଷ୍ୟ କରିବାକୁ ପାରିବେ। ଈଶ୍ୱର ବର୍ତ୍ତମାନ ଏହି ଘଟଣା ଉପରେ ହସ୍ତକ୍ଷେପ କରିବାକୁ ଯାଉଅଛନ୍ତି, ଯେପରି ତାହାଙ୍କର ଇଚ୍ଛା ସଫଳ ହେବାକୁ ପାରେ। ମର୍ଦ୍ଦୋଖୟ ତାହାଙ୍କର ନିଜ ପାଳିତ କନ୍ୟା ଏଷ୍ଟରକୁ ନେଇ ସେହି ପ୍ରତିଯୋଗିତାରେ ଅଂଶୀ କରାଉଛନ୍ତି, କିନ୍ତୁ ମର୍ଦ୍ଦୋଖୟଙ୍କର ଏପରି କାର୍ଯ୍ୟରେ ମୁଁ ଏକମତ ନୁହେଁ, କାରଣ ସେ ଏପରି କରିବା ଦ୍ୱାରା ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କଲେ। ଈଶ୍ୱର ତାଙ୍କର ଲୋକମାନଙ୍କୁ ବିଜାତୀୟମାନଙ୍କ ସହିତ ଅନ୍ତର୍ବିବାହ କରିବା ନିମନ୍ତେ ନିଷେଧ କରିଥିଲେ, କିନ୍ତୁ ମର୍ଦ୍ଦୋଖୟ ଏଷ୍ଟରକୁ ରାଜାଙ୍କର ରାଣୀ କରାଇବା ନିମନ୍ତେ ଆଶା ରଖି ସେହି ପ୍ରତିଯୋଗିତାରେ ଅଂଶୀ କରାଇବା ଦ୍ୱାରା ନିଶ୍ଚିତ ଭାବେ ମୂଷାଙ୍କର ବ୍ୟବସ୍ଥାକୁ ଲଙ୍ଘନ କଲେ। ତାଛଡ଼ା ମର୍ଦ୍ଦୋଖୟଙ୍କର ଏହା ଏକ ବିପଦଜନକ ପଦକ୍ଷେପ ଥିଲା, କାରଣ ଏଷ୍ଟର ଯଦି ରାଣୀ ରୂପେ ମନୋନୀତା ନ ହୁଅନ୍ତି ତାହେଲେ ତାହାଙ୍କୁ ରାଜାଙ୍କର ଉପପତ୍ନୀ ଭାବେ ରହିବାକୁ ହେବ ଓ ଅନେକ କଷ୍ଟ ତଥା ଦୁଃଖ ମଧ୍ୟ ସହ୍ୟ କରିବାକୁ ହେବ। ଜୀବନଟା କ୍ଷତିଗ୍ରସ୍ତ ହେବ। ମାତ୍ର ମର୍ଦ୍ଦୋଖୟ ସେହିସବୁ ଜାଣି ମଧ୍ୟ ସେହି ବିପଦକୁ ମୁଣ୍ଡାଇବା ନିମନ୍ତେ ଇଚ୍ଛା କରୁଅଛନ୍ତି। କିନ୍ତୁ ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଈଶ୍ୱର ମଧ୍ୟ ଏହି ବିଷୟରେ ହସ୍ତକ୍ଷେପ କରି ନିଜର ଅଭିମତ ସାଧନ କରିବା ନିମନ୍ତେ ସେହି ପରିସ୍ଥିତିକୁ ନିୟନ୍ତ୍ରଣ କରୁଅଛନ୍ତି। ଈଶ୍ୱରଙ୍କ ସେହି ଐଶ୍ୱରିକ ଅନୁଗ୍ରହ ଏହି କ୍ଷେତ୍ରରେ କାର୍ଯ୍ୟ ସାଧନ କରୁଅଛି। ଏଷ୍ଟର ରାଜାଙ୍କ ଗୃହକୁ ଅଣାଗଲେ। ସେ ମଧ୍ୟ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲେ, ଯେ କି ସ୍ତ୍ରୀ ଲୋକମାନଙ୍କର ରକ୍ଷଣାବେକ୍ଷଣର ଭାର ନେଇଥିଲେ। ସେ ଏଷ୍ଟରଙ୍କୁ ସମସ୍ତ ବିଷୟରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ତାହାଙ୍କୁ ଆହୁରି ସୁନ୍ଦର ରୂପେ ସଜ୍ଜିତ କରାଇଲେ ଓ ସମସ୍ତ ବିଷୟ ପ୍ରଦାନ କଲେ। ଦେଖନ୍ତୁ, ଏହା ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ୟ ହେଲେ ମଧ୍ୟ ଈଶ୍ୱର ତହିଁରେ ହସ୍ତକ୍ଷେପ କରିବାକୁ ଯାଉଅଛନ୍ତି। 10 ପଦରେ ଲେଖା ଅଛି, ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚୟ କାହାକୁ ଦେଲା ନାହିଁ, କାରଣ ମର୍ଦ୍ଦୋଖୟ ତାହା ନ ଜଣାଇବାକୁ ତାହାକୁ ଆଜ୍ଞା କରିଥିଲା। ଆପଣ ଜାଣିଥିବେ ଯେ ଯିହୁଦୀମାନେ ନିର୍ବାସିତ ହୋଇଥିଲେ ଓ ପୃଥିବୀର ସମସ୍ତ ଜାତିର ଲୋକମାନଙ୍କ ମଧ୍ୟରେ ଏକ ଅଭିଶପ୍ତ ଜାତି ବୋଲି ବିଚାରିତ ହୋଇଥିଲେ। ସେମାନେ ସମସ୍ତ ଜାତିର ଲୋକମାନଙ୍କ ନିକଟରେ ଘୃଣାର ପାତ୍ର ହୋଇଥିଲେ। ତେଣୁ ମର୍ଦ୍ଦୋଖୟ ଏହି ସମସ୍ତ ବିଷୟ ପ୍ରତି ଅତି ସତର୍କ ଥିଲେ। ତେଣୁକରି ସେ ଏଷ୍ଟରଙ୍କୁ ତାହାଙ୍କର ଜାତି ଓ ବଂଶର ପରିଚୟ ଦେବାକୁ ମନା କରନ୍ତି, କାରଣ ରାଜା ତାହା ଜାଣିଲେ ହୁଏତ ତାହାଙ୍କୁ ରାଣୀ ରୂପେ ପସନ୍ଦ କରି ଗ୍ରହଣ କରି ନ ପାରନ୍ତି। କିନ୍ତୁ ଯେଉଁ ମୁହୂର୍ତ୍ତରେ ମର୍ଦ୍ଦୋଖୟ ଓ ଏଷ୍ଟର ସେମାନଙ୍କର ଜାତୀୟତାକୁ ଅସ୍ୱୀକାର କଲେ, ସେହି ମୁହୂର୍ତ୍ତରେ ସେମାନେ ସେମାନଙ୍କର ଧର୍ମକୁ ଅସ୍ୱୀକାର କଲେ, କାରଣ ଏହି ଜାତି ଯୁଗ ଯୁଗ ଧରି ସେମାନଙ୍କର ଧର୍ମକୁ ନେଇ ଅତି ପରିଚିତ ଥିଲେ। ସେମାନେ ସେହି ନିର୍ବାସିତର ଦେଶରେ ରହିଯିବା ଦ୍ୱାରା ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଜୀବନଯାପନ କରୁଥିଲେ ଓ ସେମାନେ ନିଜର ଈଶ୍ୱରଙ୍କର ପରିଚୟ ଦେବା ନିମନ୍ତେ କୁଣ୍ଠାବୋଧ କରୁଥିଲେ। ଏହା ହିଁ ସାଧାରଣତଃ ଘଟେ, କାରଣ ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀ ବା ବିଶ୍ୱାସିନୀମାନେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଜୀବନଯାପନ କରନ୍ତି, ସେତେବେଳେ ସେମାନେ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ବିଶ୍ୱାସ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ କୁଣ୍ଠାବୋଧ କରନ୍ତି ବା ଲଜ୍ଜିତ ହୁଅନ୍ତି। 11 ପଦରେ ଲେଖା ଅଛି, ଅନନ୍ତର ଏଷ୍ଟର କିପରି ଅଛି ଓ ତାହା ପ୍ରତି କ'ଣ କରାଯିବ ଏହା ଜାଣିବା ପାଇଁ ମର୍ଦ୍ଦୋଖୟ ପ୍ରତିଦିନ ଅନ୍ତଃପୁରର ପ୍ରାଙ୍ଗଣ ସମ୍ମୁଖରେ ଯାତାୟାତ କଲା। ଯେତେବେଳେ ଆପଣ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସମସ୍ତ କାର୍ଯ୍ୟ କରନ୍ତି ଓ ଜୀବନଯାପନ କରନ୍ତି, ସେତେବେଳେ ଆପଣ ନିଶ୍ଚିତ ରହିଥାନ୍ତି ଯେ ଈଶ୍ୱର ସମସ୍ତ ବିଷୟ ମଧ୍ୟ ଦେଇ ମଙ୍ଗଳ ସାଧନ କରିବେ। କିନ୍ତୁ ମର୍ଦ୍ଦୋଖୟ ଈଶ୍ୱରଙ୍କ ଉପରେ ନିର୍ଭର ରଖି ସ୍ଥିର ରହିପାରୁନାହାନ୍ତି, କାରଣ ସେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ହୋଇଅଛନ୍ତି। ସେ ବର୍ତ୍ତମାନ ବାସ୍ତବରେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ସେ ଯାହା କରିଛନ୍ତି ସେଥି ନିମନ୍ତେ ଭୟ ମଧ୍ୟ କରୁଅଛନ୍ତି। ତାଙ୍କର ଏହି ଯୋଜନା ଫଳପ୍ରଦ ହେବ କି ନାହିଁ, ସେହି ବିଷୟ ନେଇ ସେ ବଡ଼ ବ୍ୟତିବ୍ୟସ୍ତ। ଏଷ୍ଟରଙ୍କୁ ସେହି ପ୍ରତିଯୋଗିତାରେ ଅଂଶୀ କରାଇ ସେ କିଛି ଭୁଲ କରିନାହାନ୍ତି ତ? ତାହାଙ୍କ ଆଖିରେ ଆଉ ନିଦ ନାହିଁ, ତାଙ୍କର ମନରେ ଆଶଙ୍କା ଭରିଯାଇଛି। ଏହା ହିଁ ଥିଲା ସେଦିନ ମର୍ଦ୍ଦୋଖୟଙ୍କର ପରିସ୍ଥିତି। କାରଣ ଯେତେବେଳେ
ଆପଣ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଜୀବନଯାପନ କରନ୍ତି, ସେତେବେଳେ ଆପଣ ଆପଣଙ୍କ ଆତ୍ମାରେ ବିଶ୍ରାମ ପାଇପାରନ୍ତି ନାହିଁ। ଏହିପରି ପରିସ୍ଥିତିରେ ମର୍ଦ୍ଦଖୟ ମଧ୍ୟ ନିଶ୍ଚିତ ନୁହନ୍ତି କିଏ ବା ସେ ସେହି ବିଷୟକୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିପାରୁନାହାନ୍ତି। ଆଉ ମୁଁ ମଧ୍ୟ ନିଶ୍ଚିତ ନୁହେଁ ଯେ ସେ ଏହିପରି ପରିସ୍ଥିତିରେ ଈଶ୍ୱରଙ୍କର ଅନୁଗ୍ରହ ତଥା ଇଚ୍ଛାକୁ ବୁଝିପାରିଥିବେ ବୋଲି। ମାତ୍ର ସେ ଯାଉନା କାହିଁକି, ଈଶ୍ୱର ଯେ ସେହି ପରିସ୍ଥିତିର ସମାଧାନ କରିବାକୁ ଯାଉଅଛନ୍ତି ଓ ତହିଁରେ ହସ୍ତକ୍ଷେପ କରିବାକୁ ଯାଉଅଛନ୍ତି, ତହିଁରେ ସନ୍ଦେହ ନାହିଁ। ଆମେ ଦେଖିବାକୁ ଯିବା ଯେ ଈଶ୍ୱର ଏହି ନିର୍ଦ୍ଦିଷ୍ଟ ଘଟଣା ମଧ୍ୟ ଦେଇ ତାହାଙ୍କର ଅଭିମତକୁ ସଫଳ କରିବାକୁ ଯାଉଅଛନ୍ତି। ଆଉ ଯଦିଓ ସେମାନେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଅଟନ୍ତି, ଏଷ୍ଟର କୌଣସି ଅଚାନକ ଭାବେ ଏହିପରି ମୁଖ୍ୟ ନାୟିକାର ସ୍ଥାନ ଗ୍ରହଣ କରିନାହାନ୍ତି, କିଏ ବା ଅନୁଗ୍ରହର ପାତ୍ରୀ ହୋଇନାହାନ୍ତି ଅଥବା ସାହାଯ୍ୟ ପ୍ରାପ୍ତ ହୋଇନାହାନ୍ତି, କିଏ ବା ଏହି ପ୍ରତିଯୋଗିତାରେ ଭାଗ ନେଇନାହାନ୍ତି। ମାତ୍ର ଏହି ସମସ୍ତ ଘଟଣା ମଧ୍ୟ ଦେଇ ଈଶ୍ୱରଙ୍କର ଅଭିମତ ସାଧିତ ହେବାକୁ ଯାଉଅଛି। କାରଣ ଈଶ୍ୱରଙ୍କ ନିକଟରେ କୌଣସି ବିଷୟ ଅଚାନକ ନୁହେଁ। ସମସ୍ତ ବିଷୟରେ ତାଙ୍କର କିଛି ନା କିଛି ମହତ୍ ଅଭିପ୍ରାୟ ରହିଥାଏ। ଦେଖନ୍ତୁ, ସେହି ସୌନ୍ଦର୍ଯ୍ୟର ପ୍ରତିଯୋଗିତାର ପ୍ରସ୍ତୁତି କେଉଁପରି ଭାବେ ଅନୁଷ୍ଠିତ ହେବାକୁ ଯାଉଅଛି। 12 ପଦରେ ଲେଖା ଅଛି, ପୁଣି 12 ମାସ ପର୍ଯ୍ୟନ୍ତ ସ୍ତ୍ରୀ ଲୋକଙ୍କ ନିୟମିତ ସେବା ପାଇଲା ଉତ୍ତାରେ ଅକ୍ଷଶ୍ୱରସ ରାଜା ନିକଟକୁ ଏକ ଏକ କନ୍ୟାର ଯିବାର ପାଳି ଉପସ୍ଥିତ ହେଲା। କାରଣ ସେମାନଙ୍କ ଅଙ୍ଗ ସଂସ୍କାରରେ ଏତେ ଦିନ ଲାଗିଲା, ଅର୍ଥାତ୍ 6 ମାସ ଗନ୍ଧରସର ତୈଳ ଓ 6 ମାସ ସୁଗନ୍ଧି ଓ ସ୍ତ୍ରୀ ଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା। ଆପଣ ଦେଖିବାକୁ ପାରିବେ ଯେ ଶାରୀରିକ ସୌନ୍ଦର୍ଯ୍ୟତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ଏହିପରି ପ୍ରସ୍ତୁତିକରଣର ଆୟୋଜନ କରାଯାଇଥିଲା। ଯୁବତୀମାନେ ନିଜ ନିଜର ସୌନ୍ଦର୍ଯ୍ୟତାକୁ ବଢ଼ାଇବା ନିମନ୍ତେ ପ୍ରାୟ ଗୋଟିଏ ବର୍ଷ ଏହିପରି ନିୟମିତ ଭାବେ ସେବା ପ୍ରାପ୍ତ ହୋଇଥିଲେ। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ସେମାନଙ୍କର ଶାରୀରିକ ସୌନ୍ଦର୍ଯ୍ୟତା ପ୍ରତି କେତେଦୂର ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ଏଷ୍ଟରଙ୍କ ପକ୍ଷେ ଏହିପରି ପ୍ରତିଯୋଗିତାରେ ଭାଗ ନେବା ଉଚିତ ନଥିଲା। ତାଛଡ଼ା ଆମେ ଦେଖିବାକୁ ପାରିବା ଯେ ଏଷ୍ଟରଙ୍କ ନିମନ୍ତେ ଏହିପରି ରୂପସଜ୍ଜା ଆବଶ୍ୟକ ନଥିଲା। କିନ୍ତୁ ସେ ଯାଉନା କାହିଁକି, ଏହି ସମସ୍ତ ଘଟଣା ମଧ୍ୟ ଦେଇ ଈଶ୍ୱରଙ୍କର ଏକ ମହତ୍ ଅଭିପ୍ରାୟ ରହିଥିଲା। 13 ପଦରୁ 14 ପଦ ମଧ୍ୟରେ ଲେଖା ଅଛି, ପୁଣି ରାଜା ନିକଟକୁ ଯିବାକୁ ହେଲେ ପ୍ରତ୍ୟେକ ଯୁବତୀ ନିମନ୍ତେ ଏହି ନିୟମ ଥିଲା ଯେ ସେ କୌଣସି ଦ୍ରବ୍ୟ ମାଗିଲେ ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସଙ୍ଗେ ନେବା ନିମନ୍ତେ ତାହା ତାକୁ ଦିଆଗଲା। ସେ ସନ୍ଧ୍ୟାକାଳରେ ଯାଇ ପ୍ରଭାତରେ ଉପପତ୍ନୀ ଗଣର ରକ୍ଷକ ରାଜନପୁଂସକ ଶାସକର ନିକଟକୁ ଦ୍ୱିତୀୟ ଅନ୍ତଃପୁରକୁ ଫେରିଆସିଲା। ରାଜା ତାହା ପ୍ରତି ତୁଷ୍ଟ ହୋଇ ତାହାର ନାମ ଧରି ନ ଡକାଇଲେ ସେ ରାଜା ନିକଟକୁ ଆଉ ଗଲା ନାହିଁ। ଦେଖନ୍ତୁ, ସେହି 1 ବର୍ଷର ପ୍ରସ୍ତୁତିକରଣ ପରେ ପ୍ରତ୍ୟେକ ଯୁବତୀକୁ ପାଳି ଅନୁସାରେ ରାଜାଙ୍କ ନିକଟକୁ ଯିବାକୁ ପଡ଼ିଲା। ସେହି ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସେ ଯେକୌଣସି ବସ୍ତ୍ର କିମ୍ବା ଅଳଙ୍କାର ଚାହୁଁଥିଲା ତାହା ତାକୁ ଦିଆଯାଉଥିଲା। 15 ପଦରେ ଲେଖା ଅଛି, ଏଉତାରୁ ମର୍ଦ୍ଦଖୟ ଆପଣା ପିତୃବ୍ୟ ଅବିହୈଲର ଯେଉଁ ଏଷ୍ଟର ନାମ୍ନୀ କନ୍ୟାକୁ ନିଜ କନ୍ୟା ରୂପେ ଗ୍ରହଣ କରିଥିଲା, ରାଜା ନିକଟକୁ ତାହାର ଯିବାର ପାଳି ପଡ଼ନ୍ତେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟ ଯାହା ଯାହା ନିରୂପଣ କରିଥିଲା, ତାହା ଛଡ଼ା ସେ ଆଉ କିଛି ମାଗିଲା ନାହିଁ। ତଥାପି ଯେଉଁମାନେ ଏଷ୍ଟର ପ୍ରତି ଦୃଷ୍ଟି କଲେ, ସେ ସମସ୍ତେ ତାହାକୁ ଅନୁଗ୍ରହ କଲେ। ଯେତେବେଳେ ରାଜା ନିକଟକୁ ଯିବା ନିମନ୍ତେ ଏଷ୍ଟରର ପାଳି ପଡ଼ିଲା, ସେତେବେଳେ ତାହାର ସୌନ୍ଦର୍ଯ୍ୟ ଯେ ବାସ୍ତବ ସୌନ୍ଦର୍ଯ୍ୟ ତାହା ସ୍ଥିର କରାଗଲା। କାରଣ ସେ ପୂରାପୂରି ସୁନ୍ଦରୀ ଥିଲେ। ଯେଉଁମାନେ ତାହାଙ୍କୁ ଦେଖିଲେ ତାହାଙ୍କୁ ବିଜେତା ବୋଲି କହିବାକୁ ଲାଗିଲେ, କାରଣ ସେ ସୌନ୍ଦର୍ଯ୍ୟରେ ସମସ୍ତ ପ୍ରତିଯୋଗୀଙ୍କ ଠାରୁ ଅଧିକ ବଳି ଯାଇଥିଲେ। ଏହା ଥିଲା ଈଶ୍ୱରଙ୍କର ଅନୁଗ୍ରହ। କାରଣ ସେ ଯଦି ରାଜାଙ୍କର ରାଣୀ ରୂପେ ମନୋନୀତ ନ ହୁଅନ୍ତି, ତାହେଲେ ସମଗ୍ର ଇସ୍ରାଏଲ ଜାତି ଧ୍ୱଂସ ପାଇଯିବେ। ଯଦି ଏହା ଘଟେ, ତାହେଲେ ଈଶ୍ୱରଙ୍କର ପ୍ରତିଜ୍ଞା ସଫଳ ହୋଇପାରିବ ନାହିଁ। ମାତ୍ର ଈଶ୍ୱର ପ୍ରତିଜ୍ଞାରେ ବିଶ୍ୱସ୍ତ ଓ ସେ ତାହାଙ୍କର ଅଭିମତ ଅନୁଯାୟୀ ସମସ୍ତ କିଛି ସାଧନ କରିବାକୁ ଯାଉଅଛନ୍ତି। 16 ଓ 17 ପଦରେ ଲେଖା ଅଛି, ରାଜାର ଅଧିକାରର 7ମ ବର୍ଷର 10ମ ମାସରେ ଅର୍ଥାତ୍ ତେବେତ୍ ମାସରେ ଏଷ୍ଟର ରାଜଗୃହକୁ ଅକ୍ଷଶ୍ୱରସ ରାଜା ନିକଟକୁ ନିଆଗଲା। ତେବେ ରାଜା ଅନ୍ୟ ସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ରେମ କଲା। ପୁଣି ଅନ୍ୟ ସକଳ ଯୁବତୀଠାରୁ ସେ ରାଜାର ଦୃଷ୍ଟିରେ ଅଧିକ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜମୁକୁଟ ଦେଇ ବଷ୍ଟି ବଦଳେ ତାକୁ ରାଣୀ କଲା। ଯେତେବେଳେ ରାଜା ଏଷ୍ଟରକୁ ଦେଖିଲେ, ସେ ଏହାପରେ ଆଉ ଅନ୍ୟ କୌଣସି ଯୁବତୀକୁ ତାହାଙ୍କର ରାଣୀ ହେବା ନିମନ୍ତେ ପସନ୍ଦ କରିବାକୁ ଚାହିଁଲେ ନାହିଁ। ଏଷ୍ଟରଙ୍କ ପରେ ସେହି ପ୍ରତିଯୋଗିତା ସମାପ୍ତ ହୋଇଗଲା। ବଷ୍ଟି ବଦଳରେ ଏଷ୍ଟର ରାଣୀ ରୂପେ ମନୋନୀତ ହେଲେ। କିନ୍ତୁ ସେ କିପରି ବିଜେତା ହେଲେ? ଏହା କ'ଣ ଅଚାନକ ଭାବେ ହୋଇଗଲା? ମୁଁ ତାହା ଭାବେ ନାହିଁ। ତାହାଙ୍କର ମନୋନୟନ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ସାଧିତ ହୋଇଥିଲା।
ଆମେ ଏହାର ପରବର୍ତ୍ତୀ ଅଧ୍ୟାୟରେ ଦେଖିବାକୁ ଯିବା ଯେ ଈଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କରିବା ନିମନ୍ତେ ପୂର୍ବରୁ ଏହି ସମସ୍ତ ବିଷୟର ଆୟୋଜନ କରିବା ତାହାଙ୍କ ପକ୍ଷେ ଅତି ଜରୁରୀ ଥିଲା। ସେ ଏଷ୍ଟରଙ୍କୁ ରାଣୀ ରୂପେ ପ୍ରତିଷ୍ଠିତ କରାଇ ତାହା ସାଧନ କଲେ। ଈଶ୍ୱର ଆମମାନଙ୍କୁ ଦେଖାଇ ଦେବାକୁ ଚାହାନ୍ତି ଯେ ସେ ମନୁଷ୍ୟ ଓ ଶୟତାନର କାର୍ଯ୍ୟ ଉପରେ ମଧ୍ୟ ତାହାଙ୍କର କର୍ତ୍ତୃତ୍ୱ ତଥା ପ୍ରାଧାନ୍ୟତା ବା କ୍ଷମତା ବିସ୍ତାର କରିପାରନ୍ତି ଓ ତାହାଙ୍କର ଇଚ୍ଛା ସଫଳ କରନ୍ତି। ଏହା ହିଁ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ସାନ୍ତ୍ୱନାଜନକ ବିଷୟ। ପ୍ରକୃତିରେ ଏହା ଭାବିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗେ ଯେ ଏଷ୍ଟର ଜଣେ ଜିହୁଦିଆ କନ୍ୟା ଓ ନିର୍ବାସିତର ଲୋକମାନଙ୍କ ମଧ୍ୟରୁ ଜଣେ ନିର୍ବାସିତା ହୋଇଥିଲେ ମଧ୍ୟ ଏତେ ବଡ଼ ମହାନ ରାଜ୍ୟର ରାଜାଙ୍କର ରାଣୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଜିହୁଦୀ ଜାତି ପ୍ରତି ବିପଦ ଘନେଇ ଆସୁଥିଲା ଓ ଇସ୍ରାଏଲ ଜାତି ପ୍ରତି ଈଶ୍ୱରଙ୍କର ଅଭିମତ ବିଫଳ ହୋଇଯାଇଥାନ୍ତା। ମାତ୍ର ଠିକ୍ ବିପଦ ବେଳକୁ ଏଷ୍ଟର ରାଣୀ ଏକ ଚମତ୍କାର ସ୍ଥିତିରେ ଥିଲେ। ଈଶ୍ୱର ତାଙ୍କୁ ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କରି ତାଙ୍କର ଲୋକମାନଙ୍କୁ ଉଦ୍ଧାର କଲେ। 18 ପଦରେ ଲେଖା ଅଛି, ଅନନ୍ତର ରାଜା ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟରର ଭୋଜ ବୋଲି ମହାଭୋଜ ପ୍ରସ୍ତୁତ କଲା ଓ ସବୁ ପ୍ରଦେଶର କର ମୋଚନ କଲା ଓ ରାଜାର ବଦାନ୍ୟତାନୁସାରେ ଦାନ କଲା। ଦେଖନ୍ତୁ, ଏଠାରେ ଆମେ ଆଉ ଏକ ଭୋଜି ଦିଆଯିବାର ଲକ୍ଷ୍ୟ କରୁଅଛୁ, ଆଉ ତାହା ଥିଲା ଏଷ୍ଟର ରାଣୀର ଭୋଜି। ରାଜା ବଷ୍ଟି ବଦଳରେ ଏଷ୍ଟର ରାଣୀ ଅତି ସୁନ୍ଦରୀ ରାଣୀ ପାଇଥିବାରୁ ଭୋଜି ଦେଉଛନ୍ତି ଓ 1 ବର୍ଷ ନିମନ୍ତେ ରାଜ୍ୟରୁ କର ମୋଚନ କରୁଅଛନ୍ତି। ଆଜି ଯଦି ସେପରି ହୁଏ ତାହେଲେ ଏହି ଦେଶର ଜନସାଧାରଣଙ୍କର ଆନନ୍ଦର ସୀମା ରହିବ ନାହିଁ। 19 ପଦରେ ଲେଖା ଅଛି, କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ ମର୍ଦ୍ଦଖୟ ରାଜଦ୍ୱାରରେ ବସିଲା। ଏଥିରୁ ଜଣାଯାଏ ଯେ ମର୍ଦ୍ଦଖୟ ବିଚାରପତିର ସ୍ଥାନ ଗ୍ରହଣ କରିଥିଲା, କାରଣ ସେହି ସମୟରେ ନଗରର ଦ୍ୱାରମାନଙ୍କରେ ବିଚାରାଳୟ ପ୍ରଭୃତି ଅନୁଷ୍ଠିତ ହେଉଥିଲା ଓ ଯେଉଁମାନେ ନଗର ଦ୍ୱାରମାନଙ୍କରେ ବସୁଥିଲେ ସେମାନେ ସେହି ବିଚାରପତିର କାର୍ଯ୍ୟ ତୁଲାଉଥିଲେ। ଏହା କ'ଣ ଏକ କୌତୁହଳର ବିଷୟ ନୁହେଁ କି? ଏଷ୍ଟର ରାଣୀ ହେବା ପରେ ପରେ ମର୍ଦ୍ଦଖୟ ମଧ୍ୟ ବିଚାରପତି ଭାବେ ରାଜଦ୍ୱାରରେ ବସି ବିଚାରପତିର କାର୍ଯ୍ୟ ସମ୍ପାଦନ କଲେ। 2 ପର୍ବର 20 ପଦରେ ଲେଖା ଅଛି, ଏଷ୍ଟର ମର୍ଦ୍ଦଖୟର ଆଜ୍ଞାନୁସାରେ ଆପଣା ବଂଶ ଓ କୁଟୁମ୍ବର ପରିଚୟ କାହାକୁ ହିଁ ଦେଲା ନାହିଁ, କାରଣ ଏଷ୍ଟର ମର୍ଦ୍ଦଖୟ ନିକଟରେ ପ୍ରତିପାଳିତା ହେବା ସମୟରେ ଯେପରି କରୁଥିଲା ସେତେବେଳେ ମଧ୍ୟ ସେପରି ତାହାର ଆଜ୍ଞା ପାଳନ କଲା। ଏଷ୍ଟର ରାଣୀ ହୋଇ ମଧ୍ୟ ମର୍ଦ୍ଦଖୟର ପରାମର୍ଶ ଅନୁଯାୟୀ କାର୍ଯ୍ୟ କରୁଥିଲେ। ମର୍ଦ୍ଦଖୟ ମଧ୍ୟ ଅତି ଚମତ୍କାର ବ୍ୟକ୍ତି ଥିଲେ, ଯାହାଙ୍କର ପରାମର୍ଶ ଜିହୁଦୀ ଜାତିର ସୁରକ୍ଷା ନିମନ୍ତେ ବିଶେଷ ସହାୟକ ଥିଲା। ବର୍ତ୍ତମାନ ଆମେ ଆଉ ଏକ ଘଟଣା ଘଟିବାର ଲକ୍ଷ୍ୟ କରିବାକୁ ଯିବା, ଯେଉଁଥିରେ ଈଶ୍ୱରଙ୍କ ମହତ୍ ଅଭିମତ ସଫଳ ହେବାକୁ ଯାଉଅଛି ଓ ସେ ତହିଁରେ ହସ୍ତକ୍ଷେପ କରନ୍ତି। 21-23 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେହି ସମୟରେ ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ ଦ୍ୱାରପାଳମାନଙ୍କ ମଧ୍ୟରେ ବିଗ୍ଥନ ଓ ତେରସ ନାମରେ ରାଜଗୃହର 2 ନପୁଂସକ କ୍ରୁଦ୍ଧ ହୋଇ ଅକ୍ଷଶ୍ୱେରସ ରାଜାକୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ମର୍ଦ୍ଦଖୟ ଏହା ଜାଣି ଏଷ୍ଟର ରାଣୀକି ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖୟ ନାମ ନେଇ ରାଜାକୁ ତାହା ଜଣାଇଲା। ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହୁଅନ୍ତେ ସେହି 2 ଜଣ ବୃକ୍ଷରେ ଫାଶୀ ପାଇଲେ, ଆଉ ସେହି କଥା ରାଜାର ସାକ୍ଷାତରେ ଇତିହାସ ପୁସ୍ତକରେ ଲେଖାଗଲା। ଏହା ଏକ କୌତୁହଳଜନକ ଘଟଣା, ମାତ୍ର ଏହାରି ମଧ୍ୟରେ ଈଶ୍ୱରଙ୍କ ମହତ୍ ଅଭିମତ ସାଧିତ ହେବାକୁ ଯାଉଅଛି, ଯାହାକି ଆମେ ପରେ ଲକ୍ଷ୍ୟ କରିବାକୁ ପାରିବା। ଈଶ୍ୱରଙ୍କର ଅଦୃଶ୍ୟ ହସ୍ତ ଏହି ଘଟଣା ମଧ୍ୟ ଦେଇ କାର୍ଯ୍ୟ ସାଧନ କରୁଅଛି। ଈଶ୍ୱର ପୂର୍ବରୁ ତାହାଙ୍କର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପଥ ପ୍ରସ୍ତୁତ କରୁଅଛନ୍ତି। ମର୍ଦ୍ଦଖୟଙ୍କ ଦ୍ୱାରା ସେ ରାଜାଙ୍କର ଜୀବନକୁ ମୃତ୍ୟୁମୁଖରୁ ରକ୍ଷା କରୁଅଛନ୍ତି, ଯେପରି ଈଶ୍ୱରଙ୍କର ନିରୂପିତ ସମୟରେ ତାହାଙ୍କର ଲୋକମାନେ ମଧ୍ୟ ରକ୍ଷା ପାଇବେ। ମର୍ଦ୍ଦଖୟ କିଏ ବା ଏଷ୍ଟର ମଧ୍ୟ ତାହା ଜାଣିନଥିଲେ, ମାତ୍ର ଈଶ୍ୱର ତାହା ଜାଣିଥିଲେ ଓ ସେ ଏହିପରି ଭାବେ ସମସ୍ତ ବିଷୟକୁ ତାହାଙ୍କ ଅଧୀନରେ ରଖି ନିୟନ୍ତ୍ରଣ କରୁଅଛନ୍ତି, ଯେପରି ନିରୂପିତ ସମୟରେ ତାହାଙ୍କର ଲୋକମାନେ ବିପଦରୁ ମୁକ୍ତ ହେବେ। ମର୍ଦ୍ଦଖୟ ଯଦିଓ ଏହି କାର୍ଯ୍ୟ ନିମନ୍ତେ ରାଜାଙ୍କଠାରୁ ବର୍ତ୍ତମାନ ପୁରସ୍କାର ପାଇନାହାନ୍ତି, ମାତ୍ର ସମୟ ଆସିବ ମର୍ଦ୍ଦଖୟଙ୍କର ଏ ପ୍ରକାର କାର୍ଯ୍ୟ ନିମନ୍ତେ କେବଳ ସେ ନୁହନ୍ତି, ସମଗ୍ର ଜିହୁଦୀ ଜାତି ମଧ୍ୟ ଉପକୃତ ହେବେ। ଯେହେତୁ ଏହି ସମସ୍ତ ଘଟଣା ମଧ୍ୟ ଦେଇ ଈଶ୍ୱର ତାହାଙ୍କର ମହତ୍ ଅଭିମତକୁ ସଫଳ କରିବାକୁ ଯାଉଅଛନ୍ତି, କାରଣ ସେ ହିଁ ସବୁର କର୍ତ୍ତା। ସେ ତାହାଙ୍କର ଅନୁଗ୍ରହ ଦ୍ୱାରା ଏହି ସମସ୍ତ ଉପରେ ତାହାଙ୍କର ଅଖଣ୍ଡ କ୍ଷମତା ପ୍ରୟୋଗ କରିବାକୁ ଯାଉଅଛନ୍ତି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ଇଚ୍ଛା ବିହୁନେ କୌଣସି ବିଷୟ ସାଧିତ ହୋଇପାରେ ନାହିଁ। ଆମେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଜୀବନଯାପନ କରିପାରୁ, ମାତ୍ର ସେ ଯାହା ସଂକଳ୍ପ କରିଥାନ୍ତି ତାହା ସେ ସାଧନ କରିଥାନ୍ତି, ତହିଁରେ କେବେ ହେଲେ ବ୍ୟତିକ୍ରମ ହୁଏ ନାହିଁ। ତେଣୁ ଆସୁ ଈଶ୍ୱରଙ୍କର ବଶୀଭୂତ ହୋଇ ତାହାଙ୍କର ଇଚ୍ଛା ଅନୁମୋଦିତ ଜୀବନଯାପନ କରି ତାହାଙ୍କର ସନ୍ତୋଷ ଭାଜନ ହେବାକୁ ଚେଷ୍ଟା କରୁ ଓ ତାହାଙ୍କ ଆଶୀର୍ବାଦ ସବୁର ଅଧିକାରୀ ହେଉ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।